ମାନେ ଆଜି ଆମେ ବାଇ ଚଢ଼େଇ ଓ ହାତୀର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ପ୍ରଥମେ ଦେଇଛି ବୁଝ ଓ ପଢ଼। କରେ ମାଙ୍କଡ଼ର ଲାଞ୍ଜ ଲମ୍ବା, ଖରେ ହାତୀର ଲମ୍ବା ଶୁଣ୍ଢ ଅଛି, ଗରେ ମୟୂରର ପୁଚ୍ଛ ସୁନ୍ଦର, ଘରେ କୁକୁଡ଼ା ମୁଣ୍ଡର ନାଲି ମୁକୁଟ। ତାପରେ ବନ୍ଧନୀ ମଧ୍ୟରୁ ଆମେ ଉପଯୁକ୍ତ ଶବ୍ଦ ବାଛି ଲେଖିବା। ବୁଝିଲା ତ? ତାହେଲେ ମୋତେ କୁହ ପିଲାମାନେ। ପ୍ରଥମେ କୁନି ଏକ କ'ଣ ହବ? ଭଲ ଝିଅ। ତାପରେ ବଳରାମ ତା ସାଙ୍ଗମାନଙ୍କ ଭିତରେ ସବୁଠାରୁ ଲମ୍ବା ପିଲା। ଗଛର ପତ୍ର ସବୁଜ ଅଟେ। ଦିଲୁ ଗୋଟିଏ ସାହସୀ ପିଲା। ଏଇଟା କ'ଣ ହେଇଯିବ? ସାହସୀ ପିଲା। ତାପରେ ପଣସ ପାଚିଲେ ମିଠା ଲାଗେ। 2 ନମ୍ବର ଠିକ୍ ଶବ୍ଦ ପାଖ କୋଠରୀରେ ଠିକ୍ ଚିହ୍ନ। ପିଲାମାନେ ନଈ କୂଳ ଇରେ ଏଠି ଦୀର୍ଘ ଇ ହେବ ହେଲା, ଏଇଟା ଦୀର୍ଘ ଇ ହେବ, ତାହେଲେ ଏଇଟା ହେଉଛି ଠିକ୍। ତାପରେ ଶିଆଳି ହେଲା, ଏଇଟା ଦନ୍ତେଶ ନୁହଁ ତାଲବେଶ ହେବ ହେଲା, ଶିଆଳି ଲଟା। ଯାନିଯାତ୍ରା ହେଲା, ଏଇଟା ଅବର୍ଗ୍ୟ ଜ ହେବ, ତାହେଲେ ଯାନିଯାତ୍ରା ଏଇଟା ହେଉଛି ଠିକ୍ ଉତ୍ତର। ତାପରେ ଆସ କଥା ହବା। 1 ନମ୍ବର ବାଇ ଚଢ଼େଇର ବସା କିପରି ଭାଙ୍ଗିଲା? ଉତ୍ତରରେ ଲେଖିବା ଗୋଟିଏ ବଣୁଆ ହାତୀ ଆସି ତମାଳ ଗଛର ଛାଇରେ ବିଶ୍ରାମ ନେବା ପରେ ଶୁଣ୍ଢ ବଢ଼େଇ ତମାଳ ଗଛର ତାଳ ସବୁ ଭାଙ୍ଗିବାରୁ ବାଇ ଚଢ଼େଇ ଯେଉଁ ତାଳରେ ବସା କରିଥିଲା ସେ ତାଳଟି ମଧ୍ୟ ଭାଙ୍ଗିଗଲା। ତାହେଲେ ଏଇଭଳି ଭାବରେ କ'ଣ ବାଇ ଚଢ଼େଇର ଡାଳଟି ଭାଙ୍ଗିଗଲା। 2 ନମ୍ବର ଜ୍ଞାନୀ ଲୋକମାନେ କାହିଁକି କେବେ ହେଲେ ଦୁଃଖ ପ୍ରକାଶ କରନ୍ତି ନାହିଁ? ପିଲାମାନେ ଉତ୍ତରରେ ଲେଖିବା ନଷ୍ଟ ହୋଇଯାଇଥିବା ବସ୍ତୁ, ମରିଯାଇଥିବା ପ୍ରାଣୀ ଓ ଘଟିଯାଇଥିବା ଘଟଣା ବିଷୟରେ ଚିନ୍ତା କରି ଜ୍ଞାନୀ ଲୋକମାନେ କେବେ ହେଲେ ଦୁଃଖ କରନ୍ତି ନାହିଁ। 3 ନମ୍ବର ପ୍ରଶ୍ନ କାଠହଣା ଚଢ଼େଇ ବାଇ ଚଢ଼େଇକୁ କାହା ପାଖକୁ ନେଲା? କାଠହଣା ଚଢ଼େଇ ବାଇ ଚଢ଼େଇକୁ ତାର ସାଙ୍ଗ ବୀଣାରବା ପାଖକୁ ନେଲା। 4 ନମ୍ବରରେ ତୁମେ କେଉଁ ଚଢ଼େଇର ବସା ଦେଖିଛ? ମୁଁ ହଳଦୀ ବସନ୍ତ, ଶୁଆ, ଠାକୁରପାରା, କାଉ ଆଦି ଚଢ଼େଇଙ୍କର ବସା ଦେଖିଛି। 5 ନମ୍ବର ଗଛ କୋରଡ଼ରେ ରହୁଥିବା କେତୋଟି ପକ୍ଷୀଙ୍କର ନାମ କୁହ? ଗଛ କୋରଡ଼ରେ ରହୁଥିବା କେତୋଟି ପକ୍ଷୀଙ୍କର ନାମ ହେଉଛି ପେଚା, କାଠହଣା ଚଢ଼େଇ ଏବଂ ପାରା ଆଦି। ନେକ୍ସଟ ଆମର ଚିନ୍ତା କର ଓ ଲେଖ। 1 ନମ୍ବରରେ କେଉଁ ଚଢ଼େଇ କିପରି ସ୍ୱର କରନ୍ତି? ତୁମେ ସେହି ସ୍ୱର କର। ମହୁମାଛି ଯେପରି ଗୁଣୁଗୁଣୁ ଶବ୍ଦ କରେ ସେହିପରି କାଉ, କୋଇଲି, କୁକୁଡ଼ା, ହଳଦୀ ବସନ୍ତ, ପେଚା, କୁମ୍ଭାଟୁଆର ସ୍ୱର ଅନୁକରଣ କରି କୁହ। ଏଇଟା ପିଲାମାନେ ତମ ସାଙ୍ଗମାନଙ୍କ ସହିତ ଆଲୋଚନା କରିବାକୁ ଦେଇଛି, ଏଇଟା ଲେଖିବନି ହେଲା। କେଉଁ ଚଢ଼େଇ କିପରି ସ୍ୱର କରନ୍ତି ତମେ ସେଇ ସ୍ୱରଟା କରିବ ଏବଂ ମହୁମାଛି ଯେମିତି ଗୁଣୁଗୁଣୁ ଶବ୍ଦ କରେ, କାଉ, କୋଇଲି ଏମାନଙ୍କର ସ୍ୱରକୁ ତମେ ଅନୁସରଣ କରିବ। 2 ନମ୍ବର ବାଇ ଚଢ଼େଇ କେଉଁଠାରେ ବସା କରିଥିଲା? ପିଲାମାନେ ବାଇ ଚଢ଼େଇ ଗୋଟିଏ ତମାଳ ଗଛରେ ବସା କରିଥିଲା। 3 ନମ୍ବର ପ୍ରଶ୍ନ ତୁମେ ତୁମ ସାଙ୍ଗକୁ କେବେ ସାହାଯ୍ୟ କରିଛ କି? ଯଦି କରିଛ ସେ ବିଷୟରେ ଲେଖ। ଲେଖିବ ହଁ, ମୁଁ ମୋ ସାଙ୍ଗକୁ ଅନେକ ଥର ସାହାଯ୍ୟ କରିଛି। ମୋ ସାଙ୍ଗକୁ ଶୋଷ ଲାଗିଲେ ମୁଁ ମୋ ପାଣି ବୋତଲରୁ ପାଣି ପିଇବାକୁ ଦିଏ। ସେ କଲମ ଆଣିନଥିଲେ ମୁଁ ତାକୁ କଲମ ଲେଖିବାକୁ ଦିଏ। 4 ନମ୍ବର ପ୍ରଶ୍ନ ମେଘନାଦ ଚଢ଼େଇମାନଙ୍କୁ କ'ଣ କରିବାକୁ କହିଲା? ନିଜ ଭାଷାରେ ଲେଖ। ମେଘନାଦ ଚଢ଼େଇମାନଙ୍କୁ ବୁଦ୍ଧି ଦେଲା କି ମହୁମାଛିମାନେ ଯାଇକି ହାତୀର କାନରେ ଗୁଣୁଗୁଣୁ ସ୍ୱରରେ ଗୀତ ଗାଇବେ। ଗୀତ ଶୁଣି ହାତୀ ଆନନ୍ଦରେ ବିଭୋର ହୋଇ ଝୁଲିବାକୁ ଲାଗିଲେ। ତାର ସୁଯୋଗ ନେଇ କାଠହଣା ଚଢ଼େଇ ତାର ଆଖି ଦୁଇଟିକୁ ବାରମ୍ବାର ଖୁମ୍ପି ତାକୁ ଅନ୍ଧ କରିଦେବ। ଶେଷରେ ହାତୀ ଏଣେ ତେଣେ ବୁଲି
ପାଣି ଖୋଜୁଥିବା ସମୟରେ ବେଙ୍ଗ ଗୋଟିଏ ଗାତ ଭିତରେ ରହି ଶବ୍ଦ କରିବ ଏବଂ ସେହି ଶବ୍ଦ ଶୁଣି ହାତୀ ସେଠାରେ ପୋଖରୀ ଅଛି ଭାବି ସେହି ଦିଗକୁ ଯିବ ଏବଂ ଗାତରେ ପଡ଼ି ମରିଯିବ। 5 ନମ୍ବର ପ୍ରଶ୍ନ, ହାତୀ କାହା ସ୍ୱର ଶୁଣି ଆନନ୍ଦରେ ବିଭୋର ହୋଇଗଲା? ହାତୀ ମହୁମାଛିର ସ୍ୱର ଶୁଣି ଆନନ୍ଦରେ ବିଭୋର ହୋଇଗଲା। 6 ନମ୍ବର ପ୍ରଶ୍ନ, ତୁମେ ବାଇ ଚଢ଼େଇ ହୋଇଥିଲେ କ'ଣ କରିଥାନ୍ତ? ମୁଁ ଯଦି ବାଇ ଚଢ଼େଇ ହୋଇଥାନ୍ତି, ହାତୀ ମୋ ଅଣ୍ଡାକୁ ନଷ୍ଟ କରିଦେଇଥିଲେ ମନ ଦୁଃଖ ହୋଇଥାନ୍ତା, କିନ୍ତୁ ମୁଁ ଏହାପରେ ଏକ ସୁରକ୍ଷିତ ସ୍ଥାନରେ ପୁନର୍ବାର ଅଣ୍ଡା ଦେଇ ଛୁଆ ଫୁଟେଇଥାନ୍ତି। ତାପରେ ପିଲାମାନେ ଦେଲା ତଳ ଅନୁଚ୍ଛେଦଟିକୁ ପଢ଼ି ନାଲି ଚିହ୍ନିତ ଶବ୍ଦର ବିପରୀତ ତଥ୍ୟବୋଧକ ଶବ୍ଦଗୁଡ଼ିକ ତଳ କୋଠରୀରେ ଲେଖିବା। ପିଲାମାନେ ଆମେ ଦେଇଛି ତଳର ଗୋଟେ ଦେଇଦେଇଛି ଉପର, ତାହେଲେ ମୋତେ କହିଲ ଦୂରର କ'ଣ ହବ? ପିଲାମାନେ ଦୂରର ହବ ନିକଟ। କ'ଣ ଲେଖିବ? ନିକଟ। ଲମ୍ବାର କ'ଣ ହବ? ଲମ୍ବାର ହବ ଚଉଡ଼ା। ତାପରେ ଭିତରର ଆମେ ଜାଣିଛେ ବାହାର ଏବଂ ଖୁସିର ଜାଣିଛେ ଆମେ ଦୁଃଖ। ବୁଝିଲା ତ? ତାପରେ 2 ନମ୍ବର ବାକ୍ୟଟିକୁ ଆମେ ସଜାଡ଼ି ଲେଖିବା। ଦେଇଛି ତମାଳ ଗଛରେ ବସା କରିଥିଲା ବାଇ ଚଢ଼େଇ। ନାହିଁ, ତାକୁ ସଜାଡ଼ିକି ଲେଖିଲେ ତାକୁ ଲେଖିବ ତମାଳ ଗଛରେ ବାଇ ଚଢ଼େଇ ବସା କରିଥିଲା। ଶେଷରେ ଅନୁଚ୍ଛେଦ ଦବ। ଖରେ ଦେଇଛି ଭାରି ଦିନେ ଖରା ହେଉଥାଏ। ଆକୁ ସଠିକରେ ଲେଖିଲେ ଦିନେ ଭାରି ଖରା ହେଉଥାଏ। ଗରେ ଦେଇଛି ମହୁମାଛି କାଠହଣା ଚଢ଼େଇ ବାଇ ଚଢ଼େଇ ପାଖକୁ ନେଇଗଲା। ଆକୁ ସଠିକରେ ଲେଖିଲେ କାଠହଣା ଚଢ଼େଇ ମହୁମାଛିକୁ ବାଇ ଚଢ଼େଇ ପାଖକୁ ନେଇଗଲା। ତାପରଟା ଆମର ସଠିକରେ ଲେଖିଲେ ବୀଣାରବା ବୋଲି ଗୋଟିଏ ମହୁମାଛି ମୋର ବନ୍ଧୁ। ତାପରେ ପିଲାମାନେ ଦେଇଛି ସାରଣୀରେ ଥିବା ଅକ୍ଷରକୁ ଯୋଡ଼ି ପକ୍ଷୀମାନଙ୍କର ନାମ ଖୋଜି ଲେଖିବା। ମନେ ରଖିଥାଅ, ଖାଲି ପକ୍ଷୀମାନଙ୍କର ଲେଖିବ। ହାତୀ ଦେଖୁଛ, ପଶୁମାନଙ୍କର ନାଁ ଲେଖିବ ନାହିଁ। ତାହେଲେ ପ୍ରଥମେ ମୁଁ ତୁମକୁ ଗୋଟେ କହୁଛି କୋଇଲି, ତାହେଲେ ଲେଖିଦେବା ଆମେ କୋଇଲି। ତାପରେ ଆଉ କ'ଣ ଲେଖିପାରିବ? କଜଳପାତି। ବୁଝିଲା? ତାପରେ ଆଉ କ'ଣ ଲେଖିବ କହିଲ ଦେଖିଆ? ମହୁମାଛି, ଶୁଆ। ଆଉ କ'ଣ ଲେଖିଦେବ କହିଲ ଦେଖିଆ? କୁହ? ବଣି। ଏମିତି ଲେଖିପାରିବ ଘର ଚଟିଆ। ବୁଝିଲା ତ? ଆଉ କ'ଣ ଲେଖିବ କହିଲ ଦେଖିଆ? କୁହ? ଗୋଟେ ଗୋଟେ ତମେ ଏଇଟା ବହୁତ ଗୋଟେ ନାଁ ଦେଇଛି, ତମେ ଯେତେ ନିଜେ କରିବ ତମ ମନ ସେତେ ମାଇଣ୍ଡ ଡେଭଲପ ହେବ। ଲେଖିପାରିବ କାଠହଣା। ବୁଝିଲା ତ? ତାହେଲେ ଏସବୁ ତମେ ଲେଖିବ। ବୁଝିଲା? ନେକ୍ସଟ ଦେଇଛି ବୁଝ ଓ ଲେଖ। ପ୍ରଥମେ ଦେଇଛି ବାକ୍ୟ। ଗୋଟିଏ ବାକ୍ୟ କିଏ କହୁଥିଲେ ଏବଂ କାହାକୁ କହୁଥିଲେ? ସାଙ୍ଗ ହୋଇ ଯଦି ମୁଁ ବିପଦ ବେଳେ ସାହାଯ୍ୟ ନ କଲି ତେବେ ମୁଁ କି ସାଙ୍ଗ? ଏକଥା କିଏ କହିଛି? ଏକଥା କାଠହଣା ଚଢ଼େଇ କହିଛି। କାହାକୁ କହିଛି? ବାଇ ଚଢ଼େଇକି କହିଛି। ହେଲା, ବାଇ ଚଢ଼େଇକି କହିଛି। ବୁଝିଲା ତ? ନେକ୍ସଟ ଦେଇଛି ମୋ ମନରୁ ପିଲାଙ୍କ ଦୁଃଖ ଯିବ। ଏଇଟା ଓଲଟାଟା କହିବ, ଲେଖିଦେବ। ହେଲା, ଏଇଟା ବାଇ ଚଢ଼େଇ କହିଛି। କାହାକୁ କହିଛି? ବାଇ ଚଢ଼େଇ କାଠହଣାକୁ କହିଛି। ତାପରେ ତୁମେ ସବୁବେଳେ କାହିଁକି କାନ୍ଦୁଛ? ଏଇଟା ତାର ଓଲଟାଟା। କାଠହଣା ବାଇ ଚଢ଼େଇକି କହିଛି। ବୁଝିଲା ତ? ତାପରେ କୋଶ୍ଚିନ୍ ଭାବି କୁହ। ମୋଟା ମୋଟା ଗୋଡ଼ ତାର, ଲମ୍ବା ଲମ୍ବା ଦାନ୍ତ, ପାଦ ଯାଏ ଲମ୍ବିଯାଏ ସାପ ପରି ନାକ, ଡାଳ ଭାଙ୍ଗେ ପତର ଖାଏ ଅତି ବଳ ତାର, କଳା କଳା ଦେହ ଥାଏ କୁହ ନାମଟି ତାର। ତା ନାଁ ହେଉଛି ହାତୀ। ବୁଝିଲା ତ? ଏଇଠି ହାତୀର ଗୋଟେ ଚିତ୍ର କରିବ, ତମେ ରଙ୍ଗ ଦେବ। ବୁଝିଲା? ସମ୍ପୂର୍ଣ୍ଣ ବିଷୟଟି ଆମର ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।